ସୂର୍ଯ୍ୟ ପରି ଚମକିବା ପାଇଁ ପ୍ରଥମେ ସୂର୍ଯ୍ୟ ପରି ଜଳିବା ଶିଖନ୍ତୁ। ସ୍ୱପ୍ନ ସତ କରିବା ପୂର୍ବରୁ ପ୍ରଥମେ ସ୍ୱପ୍ନ ଦେଖିବା ଶିଖନ୍ତୁ। ସ୍ୱପ୍ନ ସେଇନା ନୁହେଁ ଯାହା ଆପଣଙ୍କ ନିଦରେ ଦେଖନ୍ତି। ସ୍ୱପ୍ନ ତ ସେଇଟା ଯାହାଦ୍ୱାରା ଆପଣଙ୍କ ଆଖିରୁ ନିଦ ଆସେନି। ପର୍ବତର ଶିଖରରେ ପହଞ୍ଚିବାକୁ ହେଲେ ଧୈର୍ଯ୍ୟ, ଶକ୍ତି ଓ ସମ୍ପୂର୍ଣ୍ଣ ଏକାଗ୍ରତାର ଆବଶ୍ୟକତା ହୋଇଥାଏ। ବର୍ଷା ସମୟରେ ପକ୍ଷୀମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟସ୍ଥଳ ଖୋଜନ୍ତି, କିନ୍ତୁ ଚିଲ ବାଦଲର ଉଚ୍ଚତାକୁ ପାର କରି ତା ଉପରେ ଉଡ଼ିଯାଏ। ସମସ୍ୟାର ଦୃଶ୍ୟ ସମସ୍ତଙ୍କ ପାଇଁ ସମାନ ହୋଇଥାଏ, କିନ୍ତୁ ଇତିହାସ ସିଏ ରଚେ ଯାହାର ଦୃଷ୍ଟିକୋଣ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ। ଯିଏ ନିଜ ହୃଦୟରୁ କାମ କରନ୍ତିନି ସେ ଫଳପ୍ରାପ୍ତ ଅବଶ୍ୟ କରିପାରନ୍ତି, କିନ୍ତୁ ସେ ଫଳ କେବଳ ଫମ୍ପା ମାଠିଆ ଭଳି ହୋଇଥାଏ। ଯେ କେବଳ ଶବ୍ଦ ହିଁ କରିପାରେ, କିନ୍ତୁ ତା ଭିତର ସବୁବେଳ ପାଇଁ ଫମ୍ପା ହୋଇଥାଏ। ଅଧୁରା ମନରେ ପ୍ରାପ୍ତ ହୋଇଥିବା ସଫଳତା ଆପଣଙ୍କ ଆଖପାଖକୁ କେବଳ ବିଷ ସୃଷ୍ଟି କରିଥାଏ। ଏ କଥାର ସ୍ମରଣ ଆପଣମାନଙ୍କୁ ସର୍ବଦା ରଖିବାକୁ ପଡ଼ିବ। ଆତ୍ମସମ୍ମାନ ଆତ୍ମନିର୍ଭରତାରୁ ହିଁ ସୃଷ୍ଟି ହୋଇଥାଏ। ସେ ପର୍ଯ୍ୟନ୍ତ ଲଢ଼ିବା ଛାଡ଼ନ୍ତୁନି ଯେ ପର୍ଯ୍ୟନ୍ତ ଯିବା ପାଇଁ ଆପଣ ପ୍ରଥମରୁ ହିଁ ନିଷ୍ପତ୍ତି ନେଇଛନ୍ତି। ଆପଣ ଅଦ୍ୱିତୀୟ ଅଟନ୍ତି। ଜୀବନର ଗୋଟେ ଲକ୍ଷ୍ୟ ରଖନ୍ତୁ, ଲଗାତାର ଜ୍ଞାନ ପ୍ରାପ୍ତ କରନ୍ତୁ, କଠିନ ପରିଶ୍ରମ କରନ୍ତୁ ଏବଂ ଏକ ମହାନ ଜୀବନକୁ ପ୍ରାପ୍ତ କରିବା ପାଇଁ ଦୃଢ଼ ମନୋବଳ ରଖନ୍ତୁ। ଛୋଟ ଲକ୍ଷ୍ୟ ନୁହେଁ, ନିଜ ଲକ୍ଷ୍ୟ ସବୁବେଳେ ବଡ଼ କରନ୍ତୁ। ଆମକୁ କେବେ ହାର ମାନିବା କଥା ନୁହେଁ, କିମ୍ବା ସମସ୍ୟା ଆମକୁ ହରାଇ ଏହାର ଅଧିକାର ମଧ୍ୟ ତାକୁ ଦେବା କଥା ନୁହେଁ। ଆପଣ ଆପଣଙ୍କ ଭବିଷ୍ୟତକୁ ବଦଳାଇ ଦେଇ ପାରିବେ ନାହିଁ, କିନ୍ତୁ ଆପଣଙ୍କ ବର୍ତ୍ତମାନର କର୍ମ ଆପଣଙ୍କ ଭବିଷ୍ୟତ ନିଶ୍ଚିନ୍ତ ପରିବର୍ତ୍ତନ କରିପାରିବ। ସାରା ଜୀବନ ସୁଖରେ ରହିବାର ଏକ ଗୁରୁମନ୍ତ୍ର ହେଉଛି କେବେ କାହାଠାରୁ କିଛି ବି ଅପେକ୍ଷା କରନ୍ତୁ ନାହିଁ। ଯଦି ଅପେକ୍ଷା କରିବାର ଅଛି ତେବେ ନିଜଠାରୁ ଅପେକ୍ଷା କରନ୍ତୁ। ଦୁନିଆଠାରୁ ନୁହେଁ। ଈଶ୍ୱର ଆମର ସୃଷ୍ଟିକର୍ତ୍ତା ଆମ ମସ୍ତିଷ୍କ ଏବଂ ବ୍ୟକ୍ତିତ୍ୱରେ ଅସୀମିତ ଶକ୍ତି ଏବଂ କ୍ଷମତା ଦେଇଛନ୍ତି। ଏହି ଶକ୍ତି କିମ୍ବା କ୍ଷମତାକୁ ସତ୍ ମାର୍ଗରେ ବିନିଯୋଗ କରିବା ପାଇଁ ନିଜ ମନକୁ ସ୍ଥିର ଏବଂ ଏକାଗ୍ର କରିବା ପାଇଁ ଈଶ୍ୱରଙ୍କ ପ୍ରାର୍ଥନା ବା ସ୍ତୁତି କରିବା ନିହାତି ଆବଶ୍ୟକ ହୋଇଥାଏ। ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗୁଛି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ।